ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କର୍ତ୍ତନପଲ୍ଲୀ ଗ୍ରାମ ପଞ୍ଚାୟତ ସିଙ୍ଗିଗୁଡ଼ା ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ। ପାଣି ପାଇ ଦୁଇଟି ନାଳ ପାର କରି ଝରଣା ପାଣିକୁ ଛୁଆ କରି ପିଲା ଛୁଆକୁ ଧରି ଜଙ୍ଗଲ ରାସ୍ତା ସହ ଉପାନ୍ତ ପାହାଡ଼ ରାସ୍ତା ଦେଇ ପାନୀୟ ଜଳ ସଂଗ୍ରହ କରି ଆସୁଛନ୍ତି। ଏଥିସହ ଏଠାରେ ସ୍କୁଲ ଅଙ୍ଗନବାଡ଼ି ରାସ୍ତା ବିଜୁଳି ନାହିଁ। ଏମାନେ ପୂର୍ବପୁରୁଷରୁ ବସବାସ କରି ଆସୁଛନ୍ତି। ସରପଞ୍ଚଙ୍କଠାରୁ ଆରମ୍ଭ କରି ମାଲକାନଗିରି ଜିଲ୍ଲାପାଳଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନେଇନଥିବାରୁ ଆମ ପ୍ରତିନିଧିଙ୍କୁ ତାଙ୍କ ସମସ୍ୟା ଜଣାଇଛନ୍ତି। ଗ୍ରାମର ମହିଳାମାନେ ମମତା ଯୋଜନା କ'ଣ ଜାଣିନାହାନ୍ତି। ତାଙ୍କ ପିଲାମାନେ ଅଙ୍ଗନବାଡ଼ିର ଖାଦ୍ୟ, ଅଣ୍ଡା, ପୋଷାକ ସହ ସରକାରଙ୍କ ଦ୍ୱାରା ଦିଆଯାଉଥିବା ବିଷୟରେ ମଧ୍ୟ ଜାଣିନାହାନ୍ତି। ଆଜି ଜଣେ ମହିଳା 1.5 ମାସର ଶିଶୁକୁ ଧରିଥିଲା। ତାକୁ ମମତା ଯୋଜନାରେ ଟଙ୍କା ପାଇଲୁ କି ବୋଲି ପଚାରିବାରୁ ମମତା ଯୋଜନା କ'ଣ ଜାଣିନଥିବା ପ୍ରକାଶ କରିଛି। ଏଠାରେ ଆଶା ଦିଦି ନା ଅଙ୍ଗନବାଡ଼ି ଦିଦି କେହି ମଧ୍ୟ ଆସୁନାହାନ୍ତି। ପ୍ରଶାସନ ତଥା ରାଜନୈତିକ ବ୍ୟକ୍ତିଙ୍କର ଏଠାରେ କେବେ ବି ପାଦ ପଡ଼ିନି। କେବଳ ଭୋଟ ସମୟରେ କିଛି କୁଜିନେତା ଆସନ୍ତି। ଭୋଟ ସରିଲେ ତାଙ୍କ ଦେଖା ମଧ୍ୟ ମିଳୁନି। ଏଭଳି ଅଭିଯୋଗ ଗ୍ରାମବାସୀ କରିଛନ୍ତି। ମାଥିଲି ବିଡିଓ ହୃଷିକେଶ ଗଣ୍ଡଙ୍କୁ ଯୋଗାଯୋଗ କରିବାରୁ କୌଣସି ଉତ୍ତର ଦେଲେ ନାହିଁ। ମାଥିଲି ସିଡିପିଓ ମିନତୀ ବେହେରାଙ୍କୁ ଯୋଗାଯୋଗ କରିବାରୁ ଏହାର ଯଥାଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମାଥିଲି ସହକାରୀ ଯନ୍ତ୍ରୀ ହୃଦାନନ୍ଦ ବାଘଙ୍କୁ ଯୋଗାଯୋଗ କରିବାରୁ ଯଥାଶୀଘ୍ର ନଳକୂପ ଓ MGNRGର ମାଧ୍ୟମରେ ରାସ୍ତା କରାଯିବ ବୋଲି କହିଛନ୍ତି। ସିଙ୍ଗିଗୁଡ଼ା ଗ୍ରାମବାସୀ ଆଜି ଯାଏ ବିଧାୟକ କିମ୍ବା ବ୍ଲକ ଅଧ୍ୟକ୍ଷ କିଏ ଦେଖିନାହାନ୍ତି ନା ଜାଣିନଥିବା କହିଛନ୍ତି। ଏଠି ପାଣି 2-3ଟା ନାଳ ନାଇକି ଫାର ହେଇକରି ଯାଇକରି ଆନବାର ଅଛି ସାର୍। ଗଲିଆ ପାଣି ଖାଇଦେବାର ଅଛି। ପିଲା ଟୁକି ମାନକେ ସବୁକେ ନାଇଁ ରୋଗ ସବୁ ବ୍ୟାଧି ସବୁ ରକମ ହେଲାନି ସାର୍। ନାଇକି ଆମ ଗାଁରେ କ'ଣ ସରପଞ୍ଚ ଦେଖା ନାଇଁ କି କ'ଣ ୱାର୍ଡ ମେମ୍ବର ଦେଖା ନାଇଁ କି କିଏ ନାହାନ୍ତି ସାର୍। କି ସମିତି ସଭ୍ୟ ବି ଆସିନାହାନ୍ତି। ଭୋଟ ନେଲା ବେଳେ ନାଇଁ କି ସାର୍ କିଏ ନାଇଁ କି ଭୋଟ ନେବ ସେ ନାଇଁ କି ଆଗରେ ପୁରା ଶିଖନାଇ ଦେବ ତାର ପଛେ ପାଛାରେ କିଏ ଦେଖିବ ନାହିଁ ସାର୍। ରାସ୍ତା ନାହିଁ, ଏନେ କିକ୍ ଲାଇଟ୍ ନାହିଁ, ପାଣି ସୁବିଧା ନାହିଁ, ବସବା କି ସବୁ ଗାଁ ମନ୍ତାନେ ମଣ୍ଡପ ହେଇଲାନି ସାର୍। ଆମର ଗାଁରେ କିଛି ନାହିଁ। କିଏ ତ ପଛାରେ ଦେଖୁନାହାନ୍ତି। ସେ ବୋରିଂ ନାହିଁ, ସେ ଖାଦ ତାନାନୁ ପାଣି ଆଣି ପିଇଲୁନି। ରାସ୍ତା बाट ବୋଲ ନାହିଁ। ଅବଶ୍ୟ ବୋଲେ ଅଙ୍ଗନବାଡ଼ି ପିଲାଟୁକେ ଦୂରିକେ ସେ ପିଲାଟୁକେ ମନା ପଟାଉ। ଏପଟେ ବିଜେଡି ସରକାର ମାଳମାଳ ଯୋଜନା, ଘରେ ଘରେ ଲକ୍ଷ୍ମୀ, ମମତା ଯୋଜନାର 10,000 ଡିଡିମ୍ବ ପିଟୁଛନ୍ତି। କିନ୍ତୁ ସିଙ୍ଗିଗୁଡ଼ା ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଦେଖାଯାଉ ଖବର ପ୍ରସାରଣ ପରେ ସରକାରଙ୍କୁ ସିଙ୍ଗିଗୁଡ଼ା ଗ୍ରାମବାସୀଙ୍କ ସମସ୍ୟା କେତେ ଦୂର କରୁଛନ୍ତି ଅପେକ୍ଷାରେ ଗ୍ରାମବାସୀ। ଅଭିଯୋଗ କରିଥିଲେ ଆମେ ତ କିଛି ଜାଣିନୁ। ମୁଁ ତ ଗାଁରେ ଥିଲି। ଆଉ ଇଟ୍ରୋ ୱାର୍କର ହେଉଛି ପଦ୍ମିନୀ ପୂଜାରୀ, ମୁଁ ଲୁଲେର। ହେଲେ ଏମାନେ କ'ଣ କହିଥିଲେ ସେଇଟା ଆମେ ଶୁଣିବାକୁ ପାଇଲୁ। ଆଜି ଟିକେ ବୁଝାଇବା ତାଙ୍କୁ କ'ଣ ହେଲା ବୋଲି ଆସିଥିଲୁ। ହେଲେ ତାଙ୍କେ କହିଲେ କି ହେଲେ ସେ ମା କହିନାହିଁ, ବେନିଫିସିଆରୀ ଯେଉଁ ସେ କହିନି, ଅଲଗା ଲୋକ କହିଲା। ଆଉ ସେ କହିବାକୁ ଜାଣିଥିଲା ବୋଲି ସେ କହିଦେଲା ନା କ'ଣ କି ନେଇକି ସେ କହିଦେଲା। ଆଜି ଟିକେ ଶୁଣିବାକୁ ପାଇଲୁ। ଆମେ ଟିକେ ବୁଝାଇବା। ସେମାନେ ତ ଅଣ୍ଡା ନେଉଛନ୍ତି, ଛତୁଆ ନେଉଛନ୍ତି, ମୁଢ଼ି ଚଣା ସବୁ ନେଉଛନ୍ତି। କିନ୍ତୁ ସେମିତି କହିଲ ବୋଲି ଆମେ ଆଜି ତାଙ୍କୁ ପଚାରିବାକୁ ବୁଝାଇବାକୁ ଆସିଥିଲୁ। ଆଉ ସେ ଯେଉଁ ପଇସା ମିଳିନାହିଁ, ତାର ମମତା କାର୍ଡ଼ ବି ଅଛି। ହେଲେ ପାସବୁକ୍ ଖୋଲି ନାହିଁ। 3ଟା ଛୁଆ ହେଲାଣି, ତାର ପାସବୁକ୍ ଖୋଲି ନାହିଁ। କେତେ ବୁଝେଇଲୁ ତାଙ୍କେ ବୁଝିଲେନି। କଲେ ତ ତାଙ୍କର ପଇସା ଚଢ଼ିବ ଆଜ୍ଞା। ତ ପଇସା ଚଢ଼ି ନାହିଁ ବୋଲେ ଆମର 10 କୋଟି ରହିଲା। ତାଙ୍କୁ ବାର କୁହା ହେଉଛି ଯେ ପାସବୁକ୍ ଖୋଲିବାକୁ। ଡେଲିଭରି ପଇସା ବି 1400 ମିଳିବ। ମମତା ପଇସା 5,000 ଏବେ ଡିକ୍ଲେୟାର କରିଛନ୍ତି 10,000। ହେଲେ ପାସବୁକ୍ ଥିଲେ ସିନା ଆମେ କରେଇ ଦେଇଥାନ୍ତୁ କି ଲେଖିକି ଅଫିସରେ ବି ଦେଇଥାନ୍ତୁ। ହେଲେ ପଇସା ମିଳିନାହିଁ ବୋଲେ ଆମେ କୋଉଠୁ କରେଇ ଦେଇପାରିବା। ମାଲକାନଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ, ସଂଘର୍ଷ ନ୍ୟୁଜ। चैनल को सब्सक्राइब करंतु और बेल आइकन ऑल ऊपर क्लिक करंतु। वेबसाइट रे मध्य अपडेट्स पाइबा पई विजिट करंतु www.sangharsnews.com।